এই କାହାଣୀଟି ଆମ ସହ ସେୟାର କରିଛନ୍ତି ଆରତ ଭାଇ। ପ୍ରଥମେ ତ ଆରତ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହ ଏମିତି ଭୟାନକ ଘଟଣା ସେୟାର କରିଥିବାରୁ। କାହାଣୀଟି ଆରମ୍ଭ କରିବା ପୂର୍ବରୁ ଦର୍ଶକ ବନ୍ଧୁମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ଆରତ ଭାଇ କୁହନ୍ତି, ସେଦିନର ଦିନଟି ମୋ ପାଇଁ ବହୁତ ଖରାପ ଥିଲା। ସକାଳୁ ସକାଳୁ କାମକୁ ବାହାରିବା ଆଗରୁ ସ୍ତ୍ରୀ ସହ ବିନା କାରଣରେ ଝଗଡ଼ା ହୋଇଗଲା। ଆଉ ବାଟରେ ଆସିଲା ବେଳେ ମଧ୍ୟ ରୋଡ଼ରେ ଜଣେ ଆଗରେ ଗାଡ଼ି ପୁରେଇ ଦେବାରୁ ତା ସହ ବି ତୁ ମେ ହୋଇଗଲା। ଏବେ ଖାଲି ମୁଁ ସେଇ ଜଗନ୍ନାଥକୁ ଡାକୁଛି, ରାତିରେ ଯେମିତି ମୋ ସହ ଆଉ ସେମିତି କିଛି ନ ଘଟୁ। କାହିଁକିନା ମୁଁ ଗୋଟେ ଆମ୍ବୁଲାନ୍ସ ଡ୍ରାଇଭର। ସେଦିନ ପୁଣି ମୋର ରାତି ଡ୍ୟୁଟି ଥାଏ। ଆମ୍ବୁଲାନ୍ସ ଚଲେଇବା କିଛି ସହଜ କଥା ନୁହେଁ, ଖାସ୍ କରି ଯେତେବେଳେ ପଛରେ ଡେଡ୍ ବଡ଼ି ଥାଏ। ପ୍ରଥମେ ମୋତେ ଡେଡ୍ ବଡ଼ି ନେଇ ଗଲାବେଳେ ଟିକେ ଡର ଲାଗୁଥିଲା, କିନ୍ତୁ ଧୀରେ ଧୀରେ ସମୟ ସହ ଅଭ୍ୟାସରେ ପରିଣତ ହୋଇଗଲା। ତେଣୁ ପ୍ରତିଦିନ ଭଳି ସେଦିନ ବି ମୁଁ ହସ୍ପିଟାଲ ବାହାରେ ଗାଡ଼ି ଛିଡ଼ା କରି ମୁଁ ଗାଡ଼ି ଭିତରେ ବସିଥାଏ ଆଉ ନିଜ ଭାଗ୍ୟକୁ ନିନ୍ଦୁଥାଏ। କିଛି ସମୟ ପରେ ଜଣେ କମ୍ପାଉଣ୍ଡର ଭାଇ ଆସି କହିଲେ, ଆରେ ଆରତ ଭାଇ, ତୁମକୁ ଡକ୍ଟର କିଛି ସମୟ ଅପେକ୍ଷା କରିବାକୁ କହିଛନ୍ତି। ବୋଧହୁଏ କିଛି ଏମର୍ଜେନ୍ସି ଅଛି। ତେଣୁ ମୁଁ ହଁ ମାରି ସେଇଠି ଅପେକ୍ଷା କଲି। ସେଠି ଅପେକ୍ଷା କରିବାର ପ୍ରାୟ 20 ମିନିଟ୍ ହୋଇସାରିଥାଏ, କିନ୍ତୁ ସେ ପର୍ଯ୍ୟନ୍ତ ନା ମୋତେ କେହି କଲ୍ କରୁଥାନ୍ତି ନା ମୋ ପାଖକୁ କେହି ଆସୁଥାନ୍ତି। ମୁଁ ସେଠି ଛିଡ଼ା ହେଇ ଖାଲି ଗୋଟିଏ କଥା ଚିନ୍ତା କରୁଥାଏ, କ'ଣ ଏମିତି ଏମର୍ଜେନ୍ସି ଆସିଲା ଯେ ମୋତେ ଏତେ ସମୟ ଅପେକ୍ଷା କରେଇ ନା କେହି ଆସୁଛନ୍ତି ନା କଲ୍ କରୁଛନ୍ତି। ହଠାତ୍ ଦେଖିଲି ଯେ 2 ଜଣ ୱାର୍ଡ଼ ବୟ ଷ୍ଟ୍ରେଚରରେ ଗୋଟେ ଡେଡ୍ ବଡ଼ି ନେଇ ଆସୁଛନ୍ତି। ସେ ଡେଡ୍ ବଡ଼ିଟି ବୋଧହୁଏ ଜଣେ ମହିଳାଙ୍କର ଥିଲା, କାହିଁକିନା ଧଳା ଚଦର ତଳୁ ଶାଢ଼ୀଟି ସାମାନ୍ୟ ଦେଖାଯାଉଥିଲା। ତେଣୁ ମୁଁ ସେ ୱାର୍ଡ଼ ବୟଙ୍କୁ ପଚାରିବାରୁ ସେ କହିଲେ, ହଁ ଭାଇ, ଏ ଜଣେ ମହିଳାର ଡେଡ୍ ବଡ଼ି। ଡକ୍ଟର ଏ ଡେଡ୍ ବଡ଼ିକୁ ସ୍ୱର୍ଗାଦ୍ୱାର ପାଖରେ ଏକ ମୁର୍ଦ୍ଦା ଘରେ ପହଞ୍ଚାଇବାକୁ କହିଛନ୍ତି ଆଉ ଏଇ ଆଡ୍ରେସଟା ଦେଇଛନ୍ତି। ଠିକ୍ ସଙ୍ଗେ ସଙ୍ଗେ ଡକ୍ଟର ସୁବ୍ରତ ସାର୍ଙ୍କ କଲ୍ ଆସିଲା। ଆଉ ଡକ୍ଟର ସେପଟୁ କହିଲେ, ଆରେ ଆରତ, ଏ ଡେଡ୍ ବଡ଼ିଟି ସ୍ୱର୍ଗଦ୍ୱାରରେ ପହଞ୍ଚାଇ ଦିଅ। ଆଉ କେହି ଆଜି ରାତିରେ ଡ୍ୟୁଟିରେ ନାହାନ୍ତି, ତେଣୁ ତୁମକୁ ହିଁ ଯିବାକୁ ପଡ଼ିବ। ଏତିକି କହି ଡାକ୍ତର ଫୋନ୍ କାଟିଦେଲେ। ସେତେବେଳକୁ ପ୍ରାୟ ରାତି 11ଟା କି 11:30 ହେବଣି। ଆଉ ପୁରୀରେ ପହଞ୍ଚିବାକୁ ମୋତେ ପ୍ରାୟ 2 ଘଣ୍ଟା ସମୟ ଲାଗିଯିବ। ତାପରେ 2 ଜଣ ୱାର୍ଡ଼ ବୟ ଡେଡ୍ ବଡ଼ିଟି ମୋ ଗାଡ଼ିରେ ଚଢ଼େଇ ଦେଲେ। ତାପରେ ମୁଁ ଆଉ ସମୟ ନଷ୍ଟ ନ କରି ବାହାରି ପଡ଼ିଲି ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ। ରାସ୍ତାରେ ସେତେବେଳକୁ କାଁ ଭାଁ ଗାଡ଼ି ଯାଉଥାଏ, କାହିଁକିନା ସେତେବେଳେ ଶୀତଦିନ ଚାଲିଥାଏ। ରାତିର ସେହି ସୁନସାନ ରାସ୍ତାରେ ରାତିର କୁହୁଡ଼ିକୁ ଚିରି ମୋ ଗାଡ଼ି ଆଗକୁ ଚାଲିଥାଏ। ପାଖାପାଖି ଅଧଘଣ୍ଟେ ହାଇୱେରେ ଗାଡ଼ି ଚାଲିଲା ପରେ ମୁଁ ଭୁବନେଶ୍ୱର ପାଖାପାଖି ପହଞ୍ଚି ଯାଇଥାଏ। ମୁଁ ଟିକେ ଜଲ୍ଦି ପହଞ୍ଚିବା ଚକ୍କରରେ ଭୁବନେଶ୍ୱର ଭିତରକୁ ନ ପଶି ଏବେ ହେଇଥିବା ନୂଆ ପୁରୀ ବାଇପାସ୍ ରୋଡ଼ ଦେଇ ଯିବାକୁ ଭାବିଲି। ସେତେବେଳେ ସେ ରୋଡ଼ଟି ନୂଆ କାମ ଚାଲିଥାଏ। ଏତେ ସବୁ ଦୋକାନ ବଜାର କି ଘର ସେମିତି ହୋଇନଥାଏ। ସେ ରାସ୍ତାଟି ସେତେବେଳେ ବହୁତ ନିଛାଟିଆ ଥାଏ। ରାତିର ସେଇ ଘନ ଅନ୍ଧାରକୁ ଚାରିଆଡ଼େ ବିଲୁଆ କୁକୁରଙ୍କର ରଡ଼ି। ତା ସାଙ୍ଗକୁ ସେ ରାସ୍ତାରେ ମୁଁ ଆଉ ମୋ ଗାଡ଼ି ପଛରେ ଥିବା ଡେଡ୍ ବଡ଼ି। ମାନେ ସେ ପରିସ୍ଥିତି ପୁରା ଭୟାନକ ଥାଏ। କିନ୍ତୁ ମୁଁ ଆମ୍ବୁଲାନ୍ସରେ ଡ୍ୟୁଟି କରି କରି ମୋର ଗୋଟିଏ ଅଭ୍ୟାସ ହୋଇଯାଇଥାଏ। ସେଥିପାଇଁ ସେ କଥାରେ ମୋତେ କିଛି ଫରକ ବି ପଡ଼ୁନଥାଏ। କିଛି ଦୂର ସେହି ସୁନସାନ ରାସ୍ତାରେ ଯିବା ପରେ ସାମ୍ନାରେ ମୋତେ ଜଣେ ସ୍ତ୍ରୀ ଲୋକ ନଜରକୁ ଆସିଲେ, ଯିଏକି ଲାଲ ଶାଢ଼ୀ ପିନ୍ଧି ରୋଡ଼ ସାଇଡ଼ରେ ଛିଡ଼ା ହେଇଛି ଆଉ ହାତ ଦେଖେଇ ଲିଫ୍ଟ ମାଗୁଛି। ମୁଁ ବି ଟିକେ ଦୋଦପାଞ୍ଚ ହେଲି। ରାତି ଅଧରେ ପୁଣି ଏ ସୁନସାନ ରାସ୍ତାରେ ଏ ସ୍ତ୍ରୀ ଲୋକ ଏଠି କ'ଣ କରୁଛି? ତାପରେ ଭାବିଲି, ଆରେ ହଁ, ପାଖରେ ତ ଗୋଟେ ଛୋଟ ଗାଁ ଅଛି। ହୁଏତ ଏ ସ୍ତ୍ରୀ ଲୋକ ସେ ଗାଁର ହେଇଥିବ। ହେଲେ ରାତିରେ କେଉଁଠି ବି ଆମ୍ବୁଲାନ୍ସ ଅଟକାଇବା ଠିକ୍ ହେବନି। ତେଣୁ ମୁଁ ପୁଣି ଭାବିଲି, ଯଦି କିଛି ସେ ସ୍ତ୍ରୀ ଲୋକ ଅସୁବିଧା ଥିବ। ଏସବୁ କଥା ଭାବି ମୁଁ ଗାଡ଼ି ନେଇ ସେ ସ୍ତ୍ରୀ ଲୋକ ପାଖରେ ଛିଡ଼ା କଲି ଆଉ ତାକୁ ପଚାରିଲି, କୁଆଡ଼େ ଯିବ? ମୁଁ ସେ ସ୍ତ୍ରୀ ଲୋକ ସହ କଥା ହେଉଥାଏ। ହଠାତ୍ ମୋ ସାମ୍ନା ପଟୁ ଗୋଟେ ବାଇକ୍ ବାଲା ଆସି ମୋ ପାଖରେ ପହଞ୍ଚିଲା ଆଉ କହିଲା, ଆରେ ଭାଇ, ତୁମେ କ'ଣ ମଦ ପିଇ ଦେଇଛ ନା କ'ଣ? ସେ ପୁଣି ଆମ୍ବୁଲାନ୍ସ ଚଲେଇ? ପେସେଣ୍ଟ ବି ପଛପଟେ ଅଛନ୍ତି ପୁଣି। ମୁଁ ସେ ଲୋକକୁ କହିଲି, ନାଇଁ ଭାଇ, ମୁଁ କାହିଁ ମଦ ପିଇବି? ସେ ଲୋକଟି କହିଲା, ଆଉ ତାହେଲେ ଆମ୍ବୁଲାନ୍ସ ଛିଡ଼ା କରି ସେପଟେ କାହା ସହ ଏକା କଥା ହେଉଛ? ସେ ଲୋକର ଏ କଥାରେ ମୁଁ ଟିକେ ହସି ଦେଇ କହିଲି, ଆରେ ଭାଇ ମଦନ, ମୁଁ ନୁହେଁ, ତମେ ପିଇ ଦେଇଛ ବୋଧହୁଏ। ଆଉ ମୋତେ କ'ଣ କହୁଛ? ଯାଅ ତୁମ ବାଟରେ ଯାଅ। ତେଣୁ ସେ ଲୋକଟି ସେଠୁ ଚାଲିଗଲା। ସେ ଲୋକଟି ଗଲା ପରେ ମୁଁ ସେ ସ୍ତ୍ରୀ ଲୋକକୁ ଗାଡ଼ିରେ ବସିବାକୁ କହିଲି ଆଉ ତାପରେ ଗାଡ଼ି ଷ୍ଟାର୍ଟ କରି ଆଗକୁ ବଢ଼ିଲି। କିଛି ବାଟ ଗଲା ପରେ ମୁଁ ସେ ସ୍ତ୍ରୀ ଲୋକକୁ ପଚାରିଲି, ଆଚ୍ଛା ମ୍ୟାଡ଼ାମ୍, ଆପଣ ଏଠି ଏତେ ରାତିରେ ଏ ସୁନସାନ ରାସ୍ତାରେ କ'ଣ କରୁଥିଲେ?
ମୋର ଏ କଥାରେ ସେ ସ୍ତ୍ରୀ ଲୋକ କିଛି ଉତ୍ତର ନ ଦେଇ ଚୁପଚାପ ହେଇ ବସି ରହିଲା। ତେଣୁ ମୁଁ ବି ଆଉ ତାକୁ କିଛି ନ ପଚାରି ଚୁପଚାପ ଗାଡ଼ି ଚଲାଇବାରେ ଲାଗିଲି। କିଛି ସମୟ ପରେ ସେ ସ୍ତ୍ରୀ ଲୋକଟି କହିଲା, ଛାଡ଼, ଶେଷ ଥର ପାଇଁ ମୁଁ ମୋ ପୁଅକୁ ବି ଟିକେ ଦେଖିପାରିଲିନି। ତେଣୁ ମୁଁ କହିଲି, ତମେ ଏବେ ଘରକୁ ଯାଉଛ ପରା, ଗଲେ ଦେଖିନେବ ତମ ପୁଅକୁ। ତାପରେ ସେ ସ୍ତ୍ରୀ ଲୋକଟି ଆଗ ଭଳି ସେମିତି କିଛି ନ କହି ଚୁପ୍ ହେଇ ବସି ରହିଲା। ତେଣୁ ମୁଁ ବ୍ୟାକ୍ ମିରରରେ ସେ ସ୍ତ୍ରୀ ଲୋକର ମୁହଁକୁ କିଛି ସମୟ ଦେଖିବାରେ ଲାଗିଲି। କିଛି ସମୟ ଦେଖିଲା ପରେ ମୋତେ ଲାଗିଲା ଯେମିତି ସେ ମୋ ସ୍ତ୍ରୀ ଲୋକକୁ ଆଗରୁ କେଉଁଠି ଦେଖିଛି। ଅଧିକ ଟିକେ ଭାବିବାରୁ ମନେ ପଡ଼ିଲା ଯେ ହସ୍ପିଟାଲ ସାମ୍ନାରେ ଯେତେବେଳେ ୱାର୍ଡ଼ ବୟ ଡେଡ୍ ବଡ଼ିଟିକୁ ଗାଡ଼ିରେ ଚଢ଼ାଉଥିଲେ ସେତେବେଳେ ଡେଡ୍ ବଡ଼ିର ମୁହଁରୁ ଚାଦର ଖସି ଯାଇଥିଲା। ଆଉ ଏ ସ୍ତ୍ରୀ ଲୋକ ତ ସେଇ ଯାହାର ଡେଡ୍ ବଡ଼ି ମୋ ଗାଡ଼ି ପଛରେ। ଏତିକି ମନେ ପଡ଼ିଲା ପରେ ମୋ ମୁଣ୍ଡରୁ ବୁଦ୍ଧି ହଜିଗଲା। ହଠାତ୍ ମୁଁ ମୋ ଗାଡ଼ିର ବ୍ରେକ୍ ମାରି ସେପଟକୁ ଚାହେଁ ତ ସେଠି ଆଉ ସେ ସ୍ତ୍ରୀ ଲୋକ ନଥିଲା, କୁଆଡ଼େ ଗାୟବ ହୋଇଯାଇଥାଏ। ତାପରେ ମୁଁ ସେଇ ମହାପ୍ରଭୁଙ୍କ ନାଁ ନେଇ ଆଉ କାଳ ବିଳମ୍ବ ନ କରି ଗାଡ଼ିକୁ ଫୁଲ୍ ସ୍ପିଡ଼ରେ ଠିକଣା ଜାଗା ଆଡ଼େ ବଢ଼େଇଲି। ଠିକଣା ଜାଗାରେ ଡେଡ୍ ବଡ଼ିକୁ ପହଞ୍ଚେଇ ଗାଡ଼ିରୁ ଓହ୍ଲେଇ ପୁରୀ ବଡ଼ଦାଣ୍ଡରେ ପତିତପାବନକୁ ଚାହିଁ ମୁଣ୍ଡିଆ ମାରି ପୁଣି ହସ୍ପିଟାଲ ଫେରିଆସିଲି। ସେଦିନର ସେହି ଘଟଣା ଆଜି ବି ମନେ ପଡ଼ିଲେ ମୋ ଲୋମ ଟାଙ୍କୁରିଯାଏ। ମହାପ୍ରଭୁଙ୍କ ଦୟାରୁ ମୁଁ ସେଦିନ ଭଲରେ ଭଲରେ ହସ୍ପିଟାଲରେ ଆସି ପହଞ୍ଚିଗଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।